ଯୁଗ ପରିବର୍ତ୍ତନ ସହ କାହିଁକି ବଦଳିଯାଏ ମନୁଷ୍ୟର ଲକ୍ଷଣ? ଅନେକ ବର୍ଷ ପୂର୍ବେ ହିମାଳୟ ପାଦଦେଶରେ ଥିବା ଏକ ଆଶ୍ରମରେ ଜଣେ ମହାଜ୍ଞାନୀ ଋଷି ବାସ କରୁଥିଲେ। ତାଙ୍କ ପାଖକୁ ଦୂରଦୂରାନ୍ତରୁ ଲୋକମାନେ ଜୀବନର ଗଭୀର ପ୍ରଶ୍ନର ଉତ୍ତର ପାଇଁ ଆସୁଥିଲେ। ଦିନେ ଜଣେ ଯୁବକ ଆଶ୍ରମକୁ ଆସି ପ୍ରଣାମ କରି ପଚାରିଲା, ଗୁରୁଦେବ, ଶାସ୍ତ୍ରରେ କୁହାଯାଏ ଯେ ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଓ କଳି ଯୁଗରେ ମନୁଷ୍ୟର ସ୍ୱଭାବ ଅଲଗା ଥାଏ। କିନ୍ତୁ ଯୁଗ ବଦଳିଲେ ମନୁଷ୍ୟର ଲକ୍ଷଣ କାହିଁକି ବଦଳିଯାଏ? ଋଷି ହସି କହିଲେ, ପୁଅ, ଯେପରି ଋତୁ ବଦଳିଲେ ପ୍ରକୃତିର ରୂପ ବଦଳିଯାଏ, ସେହିପରି ସମୟର ପ୍ରଭାବ ମନୁଷ୍ୟ ଚିନ୍ତାଧାରା, ଜୀବନଶୈଳୀ ଓ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସେ। ତେବେ ଏହା ମନେ ରଖ, ସମସ୍ତ ଲୋକ ଏକକମ ନୁହନ୍ତି। ପ୍ରତ୍ୟେକ ଯୁଗରେ ଭଲ ଓ ଖରାପ ସ୍ୱଭାବର ଲୋକ ଥାଇପାରନ୍ତି। ଋଷି ପୁଣି କହିଲେ, ଶାସ୍ତ୍ରରେ ବର୍ଣ୍ଣିତ 4 ଯୁଗ ମାନବ ସମାଜର ନୈତିକ ଅବସ୍ଥାକୁ ବୁଝାଇବା ପାଇଁ ମଧ୍ୟ ବ୍ୟବହୃତ ହୁଏ। ସତ୍ୟ ଯୁଗର ବର୍ଣ୍ଣନାରେ ଲୋକମାନେ ସତ୍ୟ, ଦୟା, କ୍ଷମା ଓ ଧର୍ମକୁ ଅଧିକ ମୂଲ୍ୟ ଦେଉଥିଲେ ବୋଲି କୁହାଯାଏ। ସେମାନେ ଲୋଭଠାରୁ କର୍ତ୍ତବ୍ୟକୁ ବଡ଼ ଭାବୁଥିଲେ। ତ୍ରେତୟା ଯୁଗରେ ଧର୍ମର ଶକ୍ତି କିଛି କମିଥିଲା ବୋଲି ପୁରାଣରେ ବର୍ଣ୍ଣନା ମିଳେ। ଲୋକମାନେ ଧର୍ମ ପାଳନ କରୁଥିଲେ, କିନ୍ତୁ ଅହଙ୍କାର ଓ ଶକ୍ତିର ଇଚ୍ଛା କେତେକ ସ୍ଥାନରେ ଦେଖାଯାଉଥିଲା। ଦ୍ୱାପର ଯୁଗରେ ସତ୍ୟ ଓ ଅସତ୍ୟର ସଂଘର୍ଷ ଆହୁରି ସ୍ପଷ୍ଟ ହେଲା। ଭଲ ଲୋକ ମଧ୍ୟ ଥିଲେ, ଅନ୍ୟାୟ କରୁଥିବା ଲୋକ ମଧ୍ୟ ଥିଲେ। କଳି ଯୁଗ ବିଷୟରେ ଶାସ୍ତ୍ରରେ କୁହାଯାଏ ଯେ ଲୋଭ, କ୍ରୋଧ, ମୋହ ଓ ସ୍ୱାର୍ଥ ବଢ଼ିପାରେ। କିନ୍ତୁ ଏହି ଯୁଗରେ ମଧ୍ୟ ସତ୍ୟ, ସେବା, ଦୟା ଓ ଭକ୍ତିର ପଥ ଅନୁସରଣ କରିଥିବା ଅନେକ ଲୋକ ରହନ୍ତି। ଯୁବକ ପୁଣି ପଚାରିଲେ, ତେବେ ଯୁଗ ହିଁ ସବୁ କିଛି ନିର୍ଦ୍ଧାରଣ କରେ କି? ଋଷି ଏକ ବଟବୃକ୍ଷକୁ ଦେଖାଇ କହିଲେ, ଏହି ଗଛକୁ ଦେଖ। ଝଡ଼ ଆସେ, ବର୍ଷା ହୁଏ, ଖରା ମଧ୍ୟ ପଡ଼େ, କିନ୍ତୁ ଏହାର ମୂଳ ଯଦି ଶକ୍ତିଶାଳୀ ଥାଏ, ତେବେ ଏହା ସହଜରେ ଭାଙ୍ଗେ ନାହିଁ। ସେହିପରି ଯାହାର ମନ ସତ୍ୟ, ଦୟା ଓ ସଦାଚାରର ମୂଳ ଦୃଢ଼ ଥାଏ, ସେ କୌଣସି ସମୟରେ ମଧ୍ୟ ଭଲ ପଥରେ ରହିପାରେ। ଋଷି ଆହୁରି କହିଲେ, ଯୁଗ ପରିବର୍ତ୍ତନ ଆମ ଚାରିପାଖର ପରିସ୍ଥିତିକୁ ପ୍ରଭାବିତ କରିପାରେ, କିନ୍ତୁ ମନୁଷ୍ୟର ଚରିତ୍ର, ତାଙ୍କର କର୍ମ, ଶିକ୍ଷା, ସଂସ୍କାର ଓ ନିଷ୍ପତ୍ତି ଉପରେ ମଧ୍ୟ ନିର୍ଭର କରେ। ସମୟ ଆମକୁ ପରୀକ୍ଷା କରେ, କିନ୍ତୁ କେଉଁ ପଥ ବାଛିବା, ସେଥିରେ ଆମର ଭୂମିକା ରହେ। ଯୁବକ ଗୁରୁଦେବଙ୍କ କଥା ଶୁଣି ବୁଝିଗଲା ଯେ ଯୁଗ ପରିବର୍ତ୍ତନ ବର୍ଣ୍ଣନା ଆମକୁ ନୈତିକ ଶିକ୍ଷା ଦେବା ପାଇଁ ମଧ୍ୟ ଅଟେ। ଭଲ ମଣିଷ ହେବା ପାଇଁ କେବଳ ଯୁଗକୁ ଦୋଷ ଦେଇ ହେବ ନାହିଁ। ନିଜର ଚିନ୍ତା, କର୍ମ ଓ ଆଚରଣକୁ ମଧ୍ୟ ଶୁଦ୍ଧ ରଖିବା ଆବଶ୍ୟକ। ସେହିଦିନଠାରୁ ସେ ପ୍ରତିଜ୍ଞା କଲା ଯେ କୌଣସି ଯୁଗ ହେଉ, ସେ ସତ୍ୟ କହିବ, ଅନ୍ୟମାନଙ୍କୁ ସମ୍ମାନ କରିବ, ଦୟା ଓ ସେବାର ପଥ ଅନୁସରଣ କରିବ।